प्रथम स्कंध पंचम अध्याय। सूत उवाच सूत कहन्ति अनुरागे हरसे मुनिंकर आगे शुण सकल मुनि जने हरिचरित सावधाने व्यास समीपे देव ऋषि सुख आसने दृढ़े बसी व्यास पूछिले मन तोषे जे जात गोविंदर अंशे हरसे बीणा हस्तु धोई कहन्ति व्यास मुख चाहि। नारद उवाच हे पराशर ऋषि सुत तुम्भे स्वभावे भागवत चंचल दिशुछि वदन देखि जानिली तुम्भ मन सकल वेद शिष्य देई पुराण भारत भियाई वेद विचारी ब्रह्म चिंती चित्तन हिला तुम्भ शांति भले जानिली मुहि एहा तुम्भे स्वभावे पुण्य देहा। नारद वाक्य शुणी कर्णे व्यास कहन्ति सावधाने। व्यास उवाच तुम्भे कहिल मुनि जेते मोर अभ्यास बहुमते वेद पुराण अर्थ जेते मु सर्व संपादिली चिते तथापि आत्मा तोष नोहे स्थिर न रहे मन देहे तुम्भे जे ब्रह्मांक नंदन भले जानिली मोर मन ए मन स्थिर करिबारे गोविंद बिना के बापारे सकल शास्त्र तहु सार तार महिमा अगोचर तार भक्ति जेणु नाही एणु मो चित्त स्थिर नाही तम्भे सकल तत्व जान जे कृष्ण महिमा प्रमाण से सर्व जीवक ईश्वर जार माया रे संसार सृजई पालई संसारे त्रिगुण व्याजे ए बिहरे से माया ताकु न लागई नित्य जे निज सुखे थाई ए तीनी लोक तुम्भ देहे नरते भ्रमेर विप्राय प्राणीक बाह्य अभ्यंतर जे सने समीर संचर आत्मा जे सने पक्षी रूपे साक्षी रूपे नित्य विहरे निज सुखे से विष्णु पाद पद्म जले तुम्भर स्नान सुनिश्चले से जल शीत उष्म भाव नित्य तुम्भर अनुभव तांक महिमा परिमाणी तम्भहु अन्य केबा जानी कह आनंदे मुनिवर जे मन्ते मन होए स्थिर ए मन्त व्यास मुखु शुणी भवे कहन्ति देव मुनि। नारद उवाच भो मुनि सत्य ए वचन जेणु संतोष नोहे मन कृष्ण निर्मल जस गुण जेणु न कल उच्चारण जे धर्मे कृष्ण तोष नानोहि से धर्म निष्फल अटई धर्म पद कर्म अर्थे जेते कहिल वेद पथे जेवे गोविंद गुण ग्राम अभ्यासे थांता किछि श्रम तेबे कि मन असंतोष कहिबी शुण उपदेश जेबे ए चिवा वाक्य श्रमे न करे कृष्ण गुण ग्रामे
যে বাণী অখিଳ তাରିଣୀ, ତା ଛାଡ଼ି ଅନ୍ୟ ଯେବେ ଭଣୀ। ତାହାକୁ ବୋଲି କାକବାଣୀ, ଯହିଁ ଗୋବିନ୍ଦଙ୍କୁ ନ ଶୁଣି। ନିଶ୍ଚୟ କାକତୀର୍ଥ ସେଇ, ସେ ଜଳେ କେବା ଅବଗାହି। ପରମହଂସ ମୁନି ମେଳେ, ଯେଥାନ୍ତି ପୁଣ୍ୟ ତୀର୍ଥ କୂଳେ। ଯେ ବାକ୍ୟେ କୃଷ୍ଣ ଗୁଣ ଗାଇ, ନିଶ୍ଚୟ ପୁଣ୍ୟ ତୀର୍ଥ ସେଇ। ଯେ ବାକ୍ୟ ଜନ ତାପ ନାଶେ, ତୀର୍ଥ ଯେ ସନେ ପାପ ଧ୍ୱଂସେ। କୃଷ୍ଣର ଗୁଣ ଗାଥା ଯେବେ, ପ୍ରବନ୍ଧେ ଉଚ୍ଚାରଇ ଭାବେ। ପଦ ଦୂଷିତ ଯେବେ ହୋଏ, ସେ ପ୍ରାଣୀ ସର୍ବ ପାପ ଦେହେ। ଅନନ୍ତ ନାମ ଯଶ ଗୁଣେ, ସାଧୁଙ୍କ ବାକ୍ୟ ନିତ୍ୟେ ଭଣେ। ସେ ହରି ଭାବ ଯେବେ ଛାଡ଼ି, ଯେ ଯାନ୍ତି କର୍ମ ପଥ ମାଡ଼ି। ଯେ ପୁଣ୍ୟ ବେଦ ମାର୍ଗ କରେ, ସକାମ ଚିତ୍ତେ ଫଳ ଧରେ। ହରିଙ୍କି ନ କରେ ଅର୍ପଣ, ସେ ସର୍ବ ଫଳ କାରଣ। ନିଷ୍କାମ ମତେ ସର୍ବନ୍ୟାସୀ, ତପ ସାଧନ୍ତି ବନେ ପଶି। ହରି ମହିମା ଛାଡ଼ି ଯେବେ, ଅତି ନିର୍ମଳ ଜ୍ଞାନ ଭାବେ। ସେ କାହିଁ ଅଶୁଭ ନାଶିବ, ତପ ସାଧିଲା ଫଳ ଦେବ। ତୁମ୍ଭେ ସ୍ୱଭାବେ ଭାଗବତ, ମହାନୁଭାବ ଶୁଚିମନ୍ତ। ସତ୍ୟବଚନ ଧୃତିମନ୍ତ, ଏଣୁ ଅମୋଘ ତୁମ୍ଭ ଚିତ୍ତ। ସମାଧି କରି କୃଷ୍ଣ ପାଦେ, ତାର ଚରିତ ଅନୁବାଦେ। ପ୍ରବନ୍ଧ ଭଗବତ କର, ଅଖିଳ ଜନଙ୍କୁ ଉଦ୍ଧାର। ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ, ହରି ଭକତି ଦୂରେ ତେଜେ। କୃଷ୍ଣ ଭକତି ଲାଭ ଛାଡ଼ି, ତୃତୀୟ ବର୍ଗେ ଚିତ୍ତ ବଢ଼ି। ତାହାର ସୁଖ ଲେଶ କାହିଁ, ସମୁଦ୍ରେ ଯେହ୍ନେ ନାବ ଥାଇ। ଜଳ ପବନ ମେଘ ତେଜେ, କୂଳ ନ ଲାଗି ଯେହ୍ନେ ଭାଜେ। ତାହାଙ୍କ ଗତି ସେହି ମତ, ଶୁଣ ହେ ପରାଶର ସୂତ। ନିନ୍ଦିତ କର୍ମ ଚିତ୍ତେ ଚିନ୍ତି, ଯେ ଅନ୍ୟ ଜଣେ ଶିକ୍ଷା ଦିଅନ୍ତି। ସ୍ୱଭାବେ ମୂଢ଼ ସେହୁ ଜନ, ବିୟର୍ଥ ତାହାର ଜୀବନ। ତାର ବଚନେ ସେହୁ ଭ୍ରମେ, ଯେ ପ୍ରାଣୀ ଆଚରେ ଅଧର୍ମେ। ସାଧୁ ନିନ୍ଦନ ଯେ କରନ୍ତି, ଜଗତେ ନାହିଁ ତାଙ୍କ ସ୍ଥିତି। ପାପ ଆଚରି ନର ଲୋକେ, ଅନ୍ତେ ସେ ପଡ଼ନ୍ତି ନରକେ। ତୁମ୍ଭେ ସ୍ୱଭାବେ ବିଚକ୍ଷଣ, ଭାବ ଅଭାବ ଭଲେ ଜାଣ। ଅନନ୍ତ ପାର ବିଷ୍ଣୁ କଥା, ତୁମ୍ଭେ ବର୍ଣ୍ଣନେ ସାମରଥା। ନିବୃତ୍ତି ପ୍ରବୃତ୍ତି ଏ ଭାବେ, ଯେମନ୍ତେ ପ୍ରାଣୀ ନିସ୍ତରିବେ। ହରି ଚରିତ ଦୀପକର, ଜନଙ୍କୁ ଅନ୍ଧାରୁ ଉଦ୍ଧର। ଯେ ପ୍ରାଣୀ ନିଜ ଧର୍ମ ତେଜି, ହରି ଚରଣ ଦୃଢ଼େ ଭଜି। ଭଜୁମରଇ ଯେବେ ଦୁଃଖେ, କେବେହେଁ ନ ପଡ଼େ ନରକେ। ସ୍ୱଧର୍ମେ ଭଜନ୍ତି ଯେ ପ୍ରାଣୀ,
ହରି ଭକତି ନ ପ୍ରମାଣି ଅନ୍ତେ ତାହାଙ୍କ ଗତି ଯେତେ କେ ଅନୁମାନି ପାରେ ଚିତେ। ଏବେ ହୋ ଶୁଣ ମୁନିବର ପଣ୍ଡିତ ଜନଙ୍କ ବ୍ୟବହାର ଯେ ଲାଭ କେହି ନ ଲଭନ୍ତି ସେ ଲାଭ ଯାର ଚିତ୍ତ ଚିନ୍ତି ସେ ଅର୍ଥ ଯତ୍ନ ଯେ କରନ୍ତି ସଂସାରେ ପଣ୍ଡିତ ବୋଲାନ୍ତି। କାଳର ବଳେ ପୁଣ ପୁଣ ଏ ଭବ ମଧ୍ୟେ ତା ଭ୍ରମଣ ପୂର୍ବର୍ଜିତ କର୍ମ ବେଶେ ଦୁଃଖ ସଦୃଶ ସୁଖ ଆସେ। ଏ ଅଧ ଉଦ୍ରବେନି ପଥେ ପ୍ରାଣିଏ ଭ୍ରମନ୍ତି ନିରତେ ତାହାଙ୍କ ମଧ୍ୟେ ଜଣେ ଜଣେ ଲୋଭିଲେ ସେ ଫଳ ଧାରଣେ। ସେ ଫଳ ପାଇ ସୁଖେ ଖାଇ ଭ୍ରମଣେ ଶ୍ରମ ନ ଲାଗଇ ଭ୍ରମିଣ ପ୍ରାଣୀ ଯେବେ ପାଇ ପୁଣି ଭ୍ରମନ୍ତି ତାହା ଖାଇ। ଏଣୁ ମୁକୁନ୍ଦ ପାଦ ଗତେ ଯେ ପ୍ରାଣୀ ଭଜନ୍ତି ନିରତେ ମୁକୁନ୍ଦ ପାଦ ତାର ଗତି ଅନ୍ୟର ପ୍ରାୟ ନ ଭ୍ରମନ୍ତି। କୃଷ୍ଣର ପାଦ ପଦ୍ମରସ ନିରତେ କରନ୍ତି ଯେ ଗ୍ରାସ ସେ ରସ ଛାଡ଼ିବ ସେ କେହ୍ନେ ରସିକ ଜନ ଯେହ୍ନେ। ଈଶ୍ୱର ହେତୁ ଏ ସଂସାରୁ ଈଶ୍ୱର ବାହାର ଯେଣୁ ଉତ୍ପତ୍ତି ସ୍ଥିତି ନାଶ ବିଶ୍ୱର ହୁଅଇ ପ୍ରକାଶ। ଏଣୁ ଲୀଳାକୁ କରିଅଛି ପ୍ରାଣୀଙ୍କି ନୋହିବ ପ୍ରତ୍ୟକ୍ଷୀ। ଈଶ୍ୱର ଜୀବ ଏ ସଂସାର ଏ ସର୍ବ ଏକଇ ପ୍ରକାର ଏ ସର୍ବ ବ୍ରହ୍ମ ଭାବେ ଜାଣି ବେଦରେ ଅଛି ପରିମାଣି। ତୁମ୍ଭେ ସର୍ବଜ୍ଞ ମୁନିବର କହ କୃଷ୍ଣର ଅବତାର ତୁମ୍ଭେ ଯେ ଆତ୍ମରାମେ ରମି ଅନ୍ତର ଦୃଷ୍ଟି ଅନ୍ତର୍ଯ୍ୟାମୀ। ପରମ ପୁରୁଷଙ୍କ କଳା ସୁମରି ଗୋବିନ୍ଦର ଲୀଳା ସଂସାର ନିସ୍ତାରଣ ଅର୍ଥେ ଶ୍ରୀଭଗବତ କର ଗ୍ରନ୍ଥେ। ସ୍ୱଭାବେ ଜନ୍ମ ଯାର ନାହିଁ ମାୟା ସୟଳେ ରୂପ ବହି ତାର ଚରିତ କୁରୁକିଞ୍ଚିତେ ପ୍ରକାଶ କର ଜନହିତେ। ଏହୁ ସେ ପୁରୁଷାର୍ଥ ସାର ଯଜ୍ଞ ତପସ୍ୟା ବେଦ ସାର ଇଷ୍ଟ ପୂଜନ ଯଜ୍ଞ ଦାନ ଯେବେ ଭାବଇ କୃଷ୍ଣ ନାମ ତାହାଙ୍କ ଫଳ ଏ ଅଟଇ ତା ବିନୁ ନିଷ୍ଫଳ ହୁଅଇ। ପୂର୍ବେ ନିର୍ମଳ ଋଷି ଜନେ ତପ ଆଚରି ଘୋର ବନେ ସଂସାର ସାର କୃଷ୍ଣ କଥା ନିରତେ ଗାଇ ଗୁଣ ଗାଥା। ଏ ଭାବେ ପାଇଲି ଯେ ମନ୍ତେ କହିବି ତୁମ୍ହର ଅଗ୍ରତେ। ପୂର୍ବେ ମୁଁ ଦକ୍ଷ ଶାପ ପାଇ ଜନ୍ମିଲି ଦାସୀର ପୁତ୍ର ହୋଇ ବ୍ରାହ୍ମଣ ଘରେ ଏକାଏକି ମୋହର ଜନନୀ ସେବକୀ। ବ୍ୟାପାର କରେ ରାତ୍ରି ଦିନେ ଏମନ୍ତେ ବିଧିର ବିଧାନେ। ସେ ବିପ୍ର ଗୃହେ ବର୍ଷା କାଳେ
ଅତିଥି ବ୍ରାହ୍ମଣେ ମିଳିଲେ। ତାହାଙ୍କୁ ଅନ୍ନ ଜଳ ଦେଇ ବ୍ରାହ୍ମଣ କହେ ଭାବ ବହି। ହେ ବିପ୍ରେ ଶୁଣ ମୋ ବଚନେ, ଆଜ ଜୀବନ ମୋର ଧନ୍ୟ। ତୁମ୍ଭର ଦୟା ଯେବେ ମୋତେ, ମୋ ଘରେ ରୁହ ଦିନା କେତେ। ଦୁର୍ଗମ ବର୍ଷା ମାସ 4, ଏ ଋତୁ ମୋର ଘରେ ସାରି। ହେଉ ବୋଇଲେ ବିପ୍ରଜନେ, ବ୍ରାହ୍ମଣ ଗୃହେ ଶୁଦ୍ଧ ମନେ। ରହିଲେ ମନର ସନ୍ତୋଷେ, ମୁଁ ସେବା କରି ତାଙ୍କ ପାଶେ। ବାଳୁତ ଚପଳ ମୋ ଚିତ୍ତ, ସେବା କରଇ ଅବିରତ। ସେ ବିପ୍ରଗଣେ ମୋତେ ଚାହିଁ, ଆଶ୍ୱାସ କଲେ ଦୟା ବହି। ତାହାଙ୍କ ଭୋଜନର ଅନ୍ତେ, ପତ୍ରେ ଉଚ୍ଛିଷ୍ଟ ଥାଇ ଯେତେ। ତାହା ମୁଁ ଭୁଞ୍ଜଇ ନିତ୍ୟେ ମୁହିଁ, ତାହା ଭୁଞ୍ଜଇ ନିତ୍ୟେ ମୁହିଁ। ଅନ୍ୟ ଭୋଜନ ନ ଜାଣଇ, ଉଚ୍ଛିଷ୍ଟ ଭୋଜନ ପ୍ରସାଦେ। ମୋହର ଚିତ୍ତୁ ଅପ୍ରମାଦେ। ସର୍ବ କଳିଷ କେଣେ ଗଲା, ତାହାଙ୍କ ଧର୍ମ ଉଦେ ହେଲା। ବିପ୍ରଙ୍କ ମୁଖୁ ହରିବାଣୀ, ଦିନ ବଞ୍ଚଇ ନିତେ ଶୁଣି। ପଦକୁ ପଦ ଗୀତ ସ୍ମରେ, ସେ ବାଣୀ ମୋର ମନ ହରେ। ନିରତେ ଶୁଣି ପଦେ ପଦେ, ମନ ବୁଡ଼ିଲା କୃଷ୍ଣ ପାଦେ। କୃଷ୍ଣଙ୍କୁ ଆନ ନ ଜାଣଇ, ବିଷୟ ରସ ଆର କାହିଁ। ଯେଣୁ ଏ ସଦ ସତରୂପ, ପ୍ରାଣୀ ଦେଖନ୍ତି ମୋହ କଳ୍ପ। ଆପଣା ଅଜ୍ଞାନ ସେ ଅଟେ, କେବେହେଁ ସତ୍ୟ ସେ ନ ଘଟେ। ମୁହିଁ ଦେଖଇ ବହୁ ମତେ, ହରିଙ୍କୁ ଆନ କେ ଜଗତେ। ଏମନ୍ତେ ବରଷା ସରିଲା, ଶରଦ ଋତୁ ପ୍ରଚାରିଲା। ନିରତେ ଶବ୍ଦେ ହରିବାଣୀ, ବିପ୍ରଜନଙ୍କ ମୁଖୁ ଶୁଣି। ସାତ୍ତ୍ୱିକ ଭକ୍ତି ମୋର ମନେ, ପ୍ରକାଶ ହେଲେ ଅନୁକ୍ଷଣେ। ମୋହର ସେବା ଦିନୁ ଦିନ, ଦେଖି ସନ୍ତୋଷ ବିପ୍ରଜନ। ଜାଣିଲେ ଶୁଦ୍ଧ ସତ୍ତ୍ୱରୂପେ, ଭକତି ଜାତ ମୋର ଚିତ୍ତେ। ଯିବାର ବେଳେ ମୋତେ ରାଇ, କୃଷ୍ଣ ମହିମା ଶିକ୍ଷା ଦେଇ। ଯେ ଗୁହ୍ୟତମ ଜ୍ଞାନ, ଯେଣେ ଉଦ୍ଧିତ ଭଗବାନ। ସର୍ବ କହିଲେ ମୋର କର୍ଣ୍ଣେ, ଦୀନବତ୍ସଳ ମୁନିଜନେ। ବିଷ୍ଣୁର ମାୟା ଅନୁଭବ, ତେଣୁ ଜାଣିଲି ମୁହିଁ ସର୍ବ। ଯେ ଭାବେ ଭାବି ଅପ୍ରମାଦେ, ପ୍ରାଣୀ ପଶନ୍ତି କୃଷ୍ଣ ପାଦେ। ଏଣୁ ଏ କୃଷ୍ଣାର୍ପିତ କର୍ମ, କଲେ ତୁଟଇ ଭବ ଭ୍ରମ। ଆତ୍ମାରେ ଜ୍ଞାନ ପ୍ରକାଶ ସଇ, ତ୍ରିତାପ ମାନ କ୍ଷୟ ଯାଇ। ବ୍ୟାଧି ଉପୁଜେ ଯାର ଯୋଗେ, ସେ ଦିବ୍ୟ ଚିକିତ୍ସା ନ ଲଭେ। ଏଣୁ ଗୋବିନ୍ଦ ରସ ତେଜି, ଯେବେ ବିଷୟ ରସେ ମଜି। ସେ କାହିଁ ତରିବ ସଂସାରେ,
পড়ই ঘোর অন্ধকারে এ ভব মধ্যে দেহ ধরি বিষ্ণু তো শোণে কর্ম করি ভকতি যোগ জাত হই জ্ঞানধীন যাওটই যেবে সকল কর্ম করি কৃষ্ণ অর্পণ মনে ধরি বিষ্ণুর যেতে গুণগ্রাম জগতে অছি যেতে নাম মুখে উচারি মনে স্মরি সে ভক্তি যোগ অধিকারী অরূপ ব্রহ্ম মনে স্মরি সে চিন্তে তাঙ্ক নাম ধরি শ্রী বাসুদেব যে প্রদ্যুম্ন সে অনিরুদ্ধ সংকর্ষণ মন্ত্র উচারি মূর্তি করি পূজা করন্তি ভক্তি ভরি সেহু ন পড়ে মায়া মোহে অন্তে পশই কৃষ্ণ দেহে এমন্তে সাধু সঙ্গ ফলে কৃষ্ণ ভকতি যোগ বলে অশেষ দুঃখ দূর গলা ସେ ହରି ମତେ ଜ୍ଞାନ ଦେଲା ଏବେ ହୋ ଶୁଣ ମୁନିବର ହରି ଚରଣେ ମନ ଧର କୃଷ୍ଣର ନାମ ଗୁଣ ଯେତେ ପ୍ରାଣୀ କି କହ ଭଗବତେ ଯେଣେ ପଣ୍ଡିତ ଜନଙ୍କର ଅବୋଧ କର୍ମ ଜୀବ ଦୂର ବିଷୟ ବିଷେ ପ୍ରାଣୀ ମୋର ଆତ୍ମାର ଗତି ନ ବିଚାର ସେବେ ଭାଗବତ ଶୁଣି ତରିବେ ଭବ ତରଙ୍ଗିଣୀ ଏମନ୍ତ ବ୍ୟାସ ଆଗେ କହି ବିନାଶ ବଦେ କୃଷ୍ଣ ଗାଇ ସେ ମୁନିବର ପାଦ ଯୁଗେ ସୁଜନେ ନମ ଅନୁରାଗେ ହୋଇବ ଭବ ବନ୍ଧନାଶ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ବ୍ୟାସ ନାରଦ ସମ୍ବାଦେ ପଞ୍ଚମ ଅଧ୍ୟାୟः।